କିଭଳି ଭାବରେ ଗୋଟିଏ ଗଧ ବିଲୁଆ ଉପରେ ବିଶ୍ୱାସ କରିବାରୁ ତାର ଜୀବନ ଚାଲିଗଲା, ଆଜି ଏ ଗପଟି ପଢ଼ିଲେ ଆମେ ଜାଣିପାରିବା। ତ ଚାଲ ଗପଟିକୁ ପଢ଼ିବା। ମୂର୍ଖ ଗଧ। ବଣ ରାଜା ସିଂହ, ବିଲୁଆ ତାର ସାଙ୍ଗ ହୋଇଥାଏ। ସିଂହ ଯାହା ଶିକାର କରେ, ବିଲୁଆ ସେଥିରୁ ଭାଗ ପାଏ। ଦୁଇ ଜଣ ଏକାଠି ରହନ୍ତି। ସିଂହ ଅତି ରାଗି। ଦିନେ ମହାବଳ ବାଘ ସହ ସିଂହର ଲଢ଼େଇ ହେଲା। ସିଂହ ଜିତିଗଲା। ହେଲେ କ'ଣ ହେବ, ତାର ଗୋଡ଼ ଓ ଅଣ୍ଟା ବହୁତ ଜୋରରେ ଆଘାତ ଲାଗିଥାଏ। ସିଏ ଆଉ ଶିକାର କରିବାକୁ ଯାଇପାରିଲା ନାହିଁ। ଦୁଇ ଜଣ ଖାଇବେ କ'ଣ? ବିଲୁଆ କହିଲା, ମହାରାଜ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ଯାଉଛି କୌଣସି ପଶୁକୁ ବୋକା ବନେଇ ଆପଣଙ୍କ ପାଖକୁ ନେଇ ଆସିବି। ଆପଣ ତାକୁ ମାରିଦେବେ, ଆମେ ଦୁଇ ଜଣ ମିଶି ତାକୁ ଖାଇବା। ଏକଥା କହି ବିଲୁଆ ପଶୁ ଖୋଜିବାକୁ ଗଲା। ବଣର ପଶୁମାନେ ବିଲୁଆର ଗୁଣ ଜାଣିଥିଲେ, ତେଣୁ କେହି ବିଲୁଆର କଥା ଶୁଣିଲେ ନାହିଁ। ବିଲୁଆ ଗାଁ ପାଖ ପଡ଼ିଆରେ ପହଞ୍ଚିଲା। ସେଇଠି ଗଧଟିଏ ଚରୁଥାଏ। ବିଲୁଆ ତାକୁ ଦେଖି କହିଲା, ଗଧ ଭାଇ ନମସ୍କାର। ତୁମେ କ'ଣ ଏତେ ଝଡ଼ି ଯାଇଛ? ଖାଇବାକୁ ପାଉନ କି? ବିଲୁଆଠାରୁ ଏ ମଧୁର କଥା ଶୁଣି ଗଧ ଭଡ଼ିଗଲା। ସେ କହିଲା, ମୋ ମାଲିକ ମୋତେ ଖାଇବାକୁ ଦେଉନି, ବହୁତ କାମ କରାଉଛି। ବିଲୁଆ ବୁଝାଇଲା, ଏଭଳି ମାଲିକ ପାଖରେ କାହିଁକି ରହିଛ? ତୁମେ ମୋ ସହ ବଣକୁ ଚାଲ। ସେଇଠି ବହୁତ ଘାସ ଓ ଗଛପତ୍ର ଅଛି। ତୁମେ ଖାଇ ପିଇ ମୋଟା ଓ ବଳୁଆ ହୋଇଯିବ। ବିଲୁଆ କଥାରେ ବିଶ୍ୱାସ କରି ଗଧ ତା ସହ ବଣକୁ ଗଲା। ବିଲୁଆ ତାକୁ ସିଂହ ପାଖକୁ ନେଇଗଲା। ସିଂହ ଗଧକୁ ମାରିଦେଲା। ମୂର୍ଖ ଗଧ ଅଜଣା ବିଲୁଆ ଉପରେ ବିଶ୍ୱାସ କଲା, ନିଜ ଜୀବନ ହରାଇଲା। ସେଥିପାଇଁ କୁହନ୍ତି, ଅଜଣାଙ୍କୁ ବିଶ୍ୱାସ କରିବା ଅନୁଚିତ। ତ ପିଲାମାନେ ବୁଝିପାରିଲେ ନା ବୁଝିପାରିଲନି? ଅଜଣା ଲୋକଙ୍କ ଉପରେ କେବେ ହେଲେ ବିଶ୍ୱାସ କରି ତାଙ୍କ ସହିତ କୁଆଡ଼େ ଯିବ ନାହିଁ କିମ୍ବା ତାଙ୍କ କଥା ଶୁଣିବ ନାହିଁ। ଯେପର୍ଯ୍ୟନ୍ତ ଗୋଟେ ଲୋକକୁ ଭଲ ଭାବରେ ତୁମେ ଜାଣିନ, ତା ସହିତ କଥାବାର୍ତ୍ତା କରିବନି କି ତା ସହିତ ମିଳାମିଶା କରିବ ନାହିଁ, ନହେଲେ ଏହି ଗଧ ଭଳିଆ ଜୀବନ ମଧ୍ୟ ଯାଇପାରେ। ବୁଝିପାରିଲ ନାହିଁ ପିଲାମାନେ?